ଓମ୍ ଶାନ୍ତି। 3 ଜାନୁଆରୀ 2026 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ପାଦେ ପାଦେ ଶ୍ରୀମତରେ ଚାଲୁଥାଅ। ଏହା ବ୍ରହ୍ମା ବାବାଙ୍କର ମତ ବା ଶିବ ବାବାଙ୍କର ମତ। ଏଥିରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ପାଦେ ପାଦେ ଶ୍ରୀମତରେ ଚାଲୁଥାଅ। ଏହା ବ୍ରହ୍ମା ବାବାଙ୍କର ମତ ବା ଶିବ ବାବାଙ୍କର ମତ। ଏଥିରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ଆଜିର ପ୍ରଶ୍ନ, ବୁଦ୍ଧିମାନ ପିଲାମାନେ କେଉଁ ଗହନ କଥାକୁ ସହଜରେ ବୁଝିପାରିବେ? ବୁଦ୍ଧିମାନ ପିଲାମାନେ କେଉଁ ଗହନ କଥାକୁ ସହଜରେ ବୁଝିପାରିବେ? ଉତ୍ତର, ବ୍ରହ୍ମା ବାବା ବୁଝାଉଛନ୍ତି ବା ଶିବ ବାବା ବୁଝାଉଛନ୍ତି। ଏକଥା ବୁଦ୍ଧିମାନ ପିଲାମାନେ ସହଜରେ ବୁଝିଯିବେ। କେତେକ ସନ୍ତାନ ତ ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ବାବା କହୁଛନ୍ତି, ପିଲାମାନେ, ଯେହେତୁ ବାପ ଦାଦା 2 ଜଣ ଏକାଠି ଅଛନ୍ତି, ତେଣୁ ତୁମେମାନେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ତାଙ୍କର ମତକୁ ଶ୍ରୀମତ ମନେକରି ଚାଲୁଥାଅ। ବ୍ରହ୍ମାଙ୍କର ମତ ପାଇଁ ମଧ୍ୟ ଶିବ ବାବା ଦାୟୀ ଅଟନ୍ତି। ଓମ୍ ଶାନ୍ତି। ଆତ୍ମିକ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଜାଣୁଛ, ଆମେ ବ୍ରାହ୍ମଣମାନେ ହିଁ ଆତ୍ମିକ ପିତାଙ୍କୁ ଜାଣିଛୁ। ଦୁନିଆରେ କେହି ବି ମନୁଷ୍ୟ ମାତ୍ର ସେହି ପିତା, ଯାହାକୁ ଗଡ଼ଫାଦର ବା ପରମ ପିତା ପରମାତ୍ମା କୁହାଯାଏ, ତାଙ୍କୁ ଜାଣି ନାହାନ୍ତି। ଯେତେବେଳେ ସେହି ରୁହାନୀ ପିତା ଆସନ୍ତି, ସେତେବେଳେ ଯାଇ ରୁହାନୀ ପିଲାମାନଙ୍କୁ ପରିଚୟ ଦିଅନ୍ତି। ଏହି ଜ୍ଞାନ ନା ସୃଷ୍ଟିର ଆଦିରେ ଥାଏ, ନା ଅନ୍ତିମ ସମୟରେ ରହିଥାଏ। ଏବେ ତୁମମାନଙ୍କୁ ଜ୍ଞାନ ମିଳିଛି। ଏହି ସମୟ ହେଉଛି ସୃଷ୍ଟିର ଆଦି ଏବଂ ଅନ୍ତର ସଙ୍ଗମ ଯୁଗ। ଏହି ସଙ୍ଗମ ଯୁଗକୁ ହିଁ କେହି ଜାଣିନାହାନ୍ତି। ତେବେ ବାବାଙ୍କୁ କିପରି ଜାଣିପାରିବେ? ସେଥିପାଇଁ କହୁଛନ୍ତି, ହେ ପତିତ ପାବନ ଆସ, ଆସି ଆମକୁ ପବିତ୍ର କର। କିନ୍ତୁ ଏକଥା ଜଣା ନାହିଁ ଯେ ପତିତ ପାବନ କିଏ ଏବଂ ସେ କେବେ ଆସିବେ। ବାବା କହୁଛନ୍ତି, ମୁଁ ଯିଏ ଏବଂ ଯେପରି ଅଟେ, ମୋତେ କେହି ବି ଜାଣି ନାହାନ୍ତି। ଯେତେବେଳେ ମୁଁ ନିଜେ ଆସି ମୋର ପରିଚୟ ଦିଏ, ସେତେବେଳେ ଯାଇ ମୋତେ ଜାଣନ୍ତି। ମୁଁ ନିଜର ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତର ପରିଚୟ ସଙ୍ଗମ ଯୁଗରେ ଥରେ ମାତ୍ର ଆସି ଦେଇଥାଏ, ପୁଣି କଳ୍ପ ପରେ ଆସିଥାଏ। ତୁମମାନଙ୍କୁ ଏବେ ଯାହା ବୁଝାଉଛି, ତାହା ପ୍ରାୟ ଲୋପ ହୋଇଯାଏ। ସତ୍ୟ ଯୁଗଠାରୁ କଳିଯୁଗ ପର୍ଯ୍ୟନ୍ତ କେହି ବି ମନୁଷ୍ୟ ମାତ୍ର ମୋତେ ଜାଣିନଥାନ୍ତି, ନା ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଜାଣିଥାନ୍ତି। ମୋତେ ମନୁଷ୍ୟମାନେ ହିଁ ଡାକିଥାନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଡାକି ନଥାନ୍ତି। ମନୁଷ୍ୟ ଯେତେବେଳେ ଦୁଃଖୀ ହୋଇଥାଏ, ସେତେବେଳେ ମୋତେ ଡାକିଥାଏ। ସୂକ୍ଷ୍ମ ଲୋକର କଥା ହିଁ ନାହିଁ। ଆତ୍ମିକ ପିତା ଆସି ନିଜର ଆତ୍ମିକ ସନ୍ତାନମାନଙ୍କୁ ଅର୍ଥାତ ଆତ୍ମାମାନଙ୍କୁ ବୁଝାଉଛନ୍ତି। ଆଚ୍ଛା, ଆତ୍ମିକ ପିତାଙ୍କର ନାମ କ'ଣ? ଯାହାକୁ ବାବା କୁହାଯାଏ, ନିଶ୍ଚିତ ଭାବରେ ତାଙ୍କର କିଛି ତ ନାମ ଥିବ ନା? ତେବେ ତାଙ୍କର ଗୋଟିଏ ହିଁ ନାମର ଗାୟନ କରୁଛନ୍ତି, ତାହା ହେଲା ଶିବ। ଏହି ନାମ ଜଣାଶୁଣା ଅଟେ, କିନ୍ତୁ ତାଙ୍କର ଅନେକ ନାମ ରଖିଦେଇଛନ୍ତି। ଭକ୍ତି ମାର୍ଗରେ ନିଜ ବୁଦ୍ଧି ଖର୍ଚ୍ଚ କରି ତାଙ୍କ ରୂପକୁ ଲିଙ୍ଗ ରୂପରେ ତିଆରି କରିଦେଇଛନ୍ତି। ତଥାପି ମଧ୍ୟ ନାମ ତ ଶିବ ହିଁ ଅଟେ। ବାବା କହୁଛନ୍ତି, ମୁଁ କଳ୍ପରେ ଥରେ ମାତ୍ର ଆସେ ଏବଂ ମୁକ୍ତି ଜୀବନ ମୁକ୍ତିର ବର୍ଷା ଦିଏ। ଯଦିଓ ମନୁଷ୍ୟ ମୁକ୍ତିଧାମ ନିର୍ବାଣ ଧାମ ବୋଲି କହିଥାନ୍ତି, କିନ୍ତୁ ସେ ସମ୍ବନ୍ଧରେ କିଛି ବି ଜାଣିନାହାନ୍ତି। ନା ବାବାଙ୍କୁ ଜାଣିଛନ୍ତି, ନା ଦେବତାମାନଙ୍କୁ। ଏକଥା କାହାକୁ ବି ଜଣା ନାହିଁ ଯେ ବାବା ଭାରତକୁ ଆସି ସତ୍ୟଯୁଗୀ ରାଜଧାନୀର ସ୍ଥାପନା କିପରି କରୁଛନ୍ତି। ପରମ ପିତା ପରମାତ୍ମା ଏଠାକୁ ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କିପରି କରିଥାନ୍ତି। ଶାସ୍ତ୍ରରେ ଏହାର କୌଣସି ବର୍ଣ୍ଣନା ନାହିଁ। ଏପରି ନୁହେଁ ଯେ ସତ୍ୟ ଯୁଗରେ ଦେବତାମାନଙ୍କ ପାଖରେ ଜ୍ଞାନ ଥିଲା
ଯାହାକି ଗୁପ୍ତ ହୋଇଗଲା। ନା, ଯଦି ଦେବତାମାନଙ୍କ ପାଖରେ ମଧ୍ୟ ଏହି ଜ୍ଞାନ ଥାନ୍ତା, ତେବେ ତାହା ଏବେ ପର୍ଯ୍ୟନ୍ତ ଚାଲି ଆସୁଥାନ୍ତା। ଯେପରି ଇସଲାମୀ, ବୌଦ୍ଧ ଆଦି ଯିଏ ବି ଅଛନ୍ତି, ସେମାନଙ୍କର ଜ୍ଞାନ ଏପର୍ଯ୍ୟନ୍ତ ଚାଲି ଆସୁଛି। ସମସ୍ତେ ଜାଣିଛନ୍ତି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଏ। ମୁଁ ଯେତେବେଳେ ଆସେ, ସେତେବେଳେ ଯେଉଁ ଆତ୍ମାମାନେ ପତିତ ହୋଇ ରାଜ୍ୟ ହରାଇ ବସିଥାନ୍ତି, ସେମାନଙ୍କୁ ପୁନର୍ବାର ପାବନ କରିଥାଏ। ଭାରତରେ ସେମାନଙ୍କର ରାଜ୍ୟ ଥିଲା, ପୁଣି କିପରି ହରାଇଛନ୍ତି ସେ କଥା ମଧ୍ୟ କାହାକୁ ଜଣା ନାହିଁ। ସେଥିପାଇଁ ବାବା କହୁଛନ୍ତି, ପିଲାମାନଙ୍କର ବୁଦ୍ଧି ତୁଚ୍ଛ ହୋଇଯାଇଛି। ମୁଁ ପିଲାମାନଙ୍କୁ ଏହି ଜ୍ଞାନ ଦେଇ ପ୍ରାରବ୍ଧ ଦେଇଥାଏ। ପୁଣି ସମସ୍ତେ ଭୁଲି ଯାଆନ୍ତି ବାବା କିପରି ଆସିଲେ, କିପରି ପିଲାମାନଙ୍କୁ ଶିକ୍ଷା ଦେଲେ, ସେସବୁ ଭୁଲି ଯାଆନ୍ତି। ତେବେ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବା ପାଇଁ ବିଶାଳ ବୁଦ୍ଧି ଦରକାର। ବାବା କହୁଛନ୍ତି, ଯେଉଁ ଶାସ୍ତ୍ର ଆଦି ତୁମେମାନେ ପଢ଼ି ଆସୁଛ, ସେସବୁ ସତ୍ୟଯୁଗ ତ୍ରେତା ଯୁଗରେ ପଢ଼ୁନଥିଲେ। ସେଠାରେ ଏସବୁ ନଥିଲା। ତୁମେମାନେ ତ ଏହି ଜ୍ଞାନକୁ ଭୁଲି ଯାଉଛ। ତେବେ ପୁଣି ଗୀତା ପ୍ରଭୃତି ଶାସ୍ତ୍ର ସବୁ କେଉଁଠୁ ଆସିଲା? ଯେଉଁମାନେ ଗୀତା ଜ୍ଞାନ ଶୁଣି ଏହିଭଳି ପଦ ପାଇଥିଲେ, ଯଦି ସେହିମାନେ ହିଁ ଜାଣିନାହାନ୍ତି, ତେବେ ଅନ୍ୟମାନେ ପୁଣି କିପରି ଜାଣିବେ? ଦେବତାମାନେ ମଧ୍ୟ ଜାଣିପାରିବେ ନାହିଁ ଯେ ଆମେମାନେ ମନୁଷ୍ୟରୁ ଦେବତା କିପରି ହେଲୁ। ଏହାପରେ ପୁରୁଷାର୍ଥର ପାଠ ଶେଷ ହୋଇଯିବ, ପ୍ରାରବ୍ଧର ସମୟ ଆରମ୍ଭ ହୋଇଯିବ। ତେଣୁ ସେଠାରେ ଏହି ଜ୍ଞାନ କେଉଁଠୁ ଆସିବ? ବାବା ବୁଝାଉଛନ୍ତି, ଏହି ଜ୍ଞାନ ତୁମମାନଙ୍କୁ କଳ୍ପ ପୂର୍ବ ଭଳି ପୁନର୍ବାର ମିଳୁଛି। ବାବା ରାଜଯୋଗର ଶିକ୍ଷା ଦେଇ ପ୍ରାରବ୍ଧ ପ୍ରାପ୍ତ କରାଉଛନ୍ତି। ସେଠାରେ ତ କାହାର ଦୁର୍ଗତି ହୋଇନଥାଏ। ତେଣୁ ଜ୍ଞାନର କଥା ମଧ୍ୟ ଉଠିପାରିବ ନାହିଁ। ଏହି ଜ୍ଞାନ ହେଉଛି ହିଁ ସଦ୍ଗତି ପାଇବା ପାଇଁ। ତାହା ତ ଏକମାତ୍ର ବାବା ହିଁ ଦେଇଥାନ୍ତି। ସଦ୍ଗତି ଏବଂ ଦୁର୍ଗତି ଅକ୍ଷର ଏହିଠାରୁ ହିଁ ବାହାରିଛି। କେବଳ ଭାରତବାସୀ ହିଁ ସଦ୍ଗତି ପାଇଥାନ୍ତି। ଭାବୁଛନ୍ତି ହେଭେନ୍ଲି ଗଡ଼ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ପରମାତ୍ମା ହିଁ ସ୍ୱର୍ଗର ରଚନା କରିଥିଲେ। ତେବେ କେବେ ରଚନା କରିଥିଲେ? ଏସବୁ କଥା କିଛି ବି ଜଣା ନାହିଁ। ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି। ବାବା କହୁଛନ୍ତି, ପିଲାମାନେ, ତୁମମାନଙ୍କୁ ପୁନର୍ବାର ମୁଁ ଏହି ଜ୍ଞାନ ଦେଉଛି, ଯାହାକି ପୁଣି ସମାପ୍ତ ହୋଇଯାଏ। ତାପରେ ଭକ୍ତି ଆରମ୍ଭ ହୋଇଥାଏ। ଅଧା କଳ୍ପ ହେଲା ଜ୍ଞାନ ଏବଂ ଅଧା କଳ୍ପ ଭକ୍ତି। ଏକଥା ମଧ୍ୟ କେହି ଜାଣିନାହାନ୍ତି। ସତ୍ୟ ଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି। ତେବେ ସମୟ ଜଣା କିପରି ପଡ଼ିବ? ଯଦି 5000 ବର୍ଷର କଥାକୁ ଭୁଲିଗଲେଣି, ତେବେ ଲକ୍ଷ ଲକ୍ଷ ବର୍ଷର କଥା କିପରି ଜାଣିପାରିବେ? ଏସବୁ କଥା କିଛି ବୁଝୁନାହାନ୍ତି। ବାବା କେତେ ସହଜ କରି ବୁଝାଉଛନ୍ତି। ବାସ୍ତବରେ କଳ୍ପର ଆୟୁଷ 5000 ବର୍ଷ ଅଟେ ଏବଂ 4ଟି ଯୁଗ ରହିଛି। 4 ଯୁଗର ସମାନ ଅବଧି 1250 ବର୍ଷ। ବ୍ରାହ୍ମଣମାନଙ୍କର ଏହା କ୍ଷୁଦ୍ର ଯୁଗ ଅଟେ। ସେହି 4 ଯୁଗ ମଧ୍ୟରୁ ଏହି ସଙ୍ଗମ ଯୁଗ ବହୁତ ଛୋଟ। ବାବା ଭିନ୍ନ ଭିନ୍ନ ରୀତିରେ ନୂଆ ନୂଆ ପଏଣ୍ଟ ସବୁ ପିଲାମାନଙ୍କୁ ବୁଝାଇ ଚାଲିଛନ୍ତି। ଧାରଣା ତ ତୁମମାନଙ୍କୁ କରିବାକୁ ହେବ। ସେଥିପାଇଁ ବହୁତ ମେହନତ କରିବାକୁ ହେବ। ଡ୍ରାମା ଅନୁସାରେ ମୁଁ ଯାହା କିଛି ବୁଝାଇ ଆସିଛି, ଏବେ ପୁଣି ସେହି ପାଠ ଚାଲୁଛି। ଯାହା କିଛି ଶୁଣାଇବାର ଥିଲା ତାହା ହିଁ ଏବେ ଶୁଣାଉଛି। ପାଠ ଇମର୍ଜ ହୋଇ ଚାଲିଛି, ତୁମେମାନେ ଶୁଣି ଚାଲିଛ। ତୁମମାନଙ୍କୁ ହିଁ ଧାରଣ କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ମୋତେ ତ ଧାରଣ କରିବାର ନାହିଁ। ତୁମମାନଙ୍କୁ ଶୁଣାଉଛି ଏବଂ ଧାରଣା ମଧ୍ୟ କରାଉଛି। ମୋ ଭିତରେ ପତିତମାନଙ୍କୁ ପାବନ କରିବାର
ପାର୍ଟ ରହିଛି। ଯାହା କିଛି କଳ୍ପ ପୂର୍ବେ ବୁଝାଇଥିଲି ତାହା ହିଁ ଏବେ ବୁଝାଉଛି। ମୁଁ ପ୍ରଥମରୁ ଜାଣିନଥିଲି ଯେ କ'ଣ ଶୁଣାଇବି। ଭଲେ ବ୍ରହ୍ମାଙ୍କ ଆତ୍ମା ବିଚାର ସାଗର ମନ୍ଥନ କରିଥାଏ। ବ୍ରହ୍ମା ବାବା ବିଚାର ସାଗର ମନ୍ଥନ କରି ଶୁଣାଉଛନ୍ତି ବା ଶିବ ବାବା ଶୁଣାଉଛନ୍ତି, ଏହା ବହୁତ ଗହନ କଥା। ଏହି କଥାକୁ ବୁଝିବା ପାଇଁ ବହୁତ ଭଲ ବୁଦ୍ଧି ଦରକାର। ତେବେ ଯେଉଁମାନେ ସେବାରେ ତତ୍ପର ଥିବେ ସେହିମାନଙ୍କର ହିଁ ବିଚାର ସାଗର ମନ୍ଥନ ଚାଲୁଥିବ। ବାସ୍ତବରେ କନ୍ୟାମାନେ ବନ୍ଧନମୁକ୍ତ ଥାଆନ୍ତି। ତେଣୁ ସେମାନେ ଏହି ରୁହାନୀ ପାଠପଢ଼ାରେ ଲାଗିଯିବା ଦରକାର। କାରଣ ତାଙ୍କର ବନ୍ଧନ ତ କିଛି ନାହିଁ। କୁମାରୀମାନେ ଭଲ ପାଠ ପଢ଼ିପାରିବେ। ସେମାନଙ୍କୁ କେବଳ ପଢ଼ିବା ଏବଂ ପଢ଼ାଇବାକୁ ହେବ। ସେମାନଙ୍କର ତ ଧନ ରୋଜଗାର କରିବାର କୌଣସି ଆବଶ୍ୟକତା ନାହିଁ। ଯଦି କୁମାରୀମାନେ ଏହି ଜ୍ଞାନକୁ ଭଲ ଭାବରେ ବୁଝିଯିବେ ତେବେ ସବୁଠାରୁ ଭଲ। ଯଦି ଜ୍ଞାନୀ ହୋଇଥିବେ ତେବେ ଏହି ରୋଜଗାର ଜମା କରିବାରେ ଲାଗିଯିବେ। କେହି କେହି ତ ବହୁତ ସଉକରେ ଲୌକିକ ପାଠ ପଢ଼ି ଚାଲିଥାନ୍ତି। ବାବା ବୁଝାଉଛନ୍ତି, ସେଥିରେ କୌଣସି ଫାଇଦା ନାହିଁ। ତୁମେମାନେ ଏହି ଆଧ୍ୟାତ୍ମିକ ପାଠ ପଢ଼ି ସେବାରେ ଲାଗିଯାଅ। ସେହି ପାଠପଢ଼ା ତ କୌଣସି କାମର ନୁହେଁ। ପାଠ ପଢ଼ି ଗୃହସ୍ଥ ବ୍ୟବହାର ଭିତରକୁ ଚାଲିଯାଆନ୍ତି। ଗୃହସ୍ଥୀ ମାତା ହୋଇଯାଆନ୍ତି। କନ୍ୟାମାନଙ୍କୁ ତ ଏହି ମାର୍ଗରେ ଅନୁପ୍ରାଣିତ ହେବା ଦରକାର। ପାଦେ ପାଦେ ଶ୍ରୀମତ ଅନୁସାରେ ଚାଲି ଧାରଣା କରିବାରେ ଲାଗିଯିବା ଦରକାର। ମମା ଆରମ୍ଭରୁ ଆସି ଏହି ପାଠପଢ଼ାରେ ଲାଗିଗଲେ। କେତେ କୁମାରୀ ତ ଗୁପ୍ତ ହୋଇଗଲେ। ଏହି ମାର୍ଗରେ କୁମାରୀମାନଙ୍କୁ ବହୁତ ଭଲ ସୁଯୋଗ ଅଛି। ଶ୍ରୀମତ ଅନୁସାରେ ଚାଲିଲେ ବହୁତ ଫାଷ୍ଟ କ୍ଲାସ୍ ହୋଇଯିବେ। କିନ୍ତୁ ଏହା ବାବାଙ୍କର ଶ୍ରୀମତ ନା ବ୍ରହ୍ମାଙ୍କର ମତ, ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ତଥାପି ମଧ୍ୟ ଇଏ ବାବାଙ୍କର ରଥ ଅଟନ୍ତି ନା? ଯଦିଓ ଏହାଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ ତଥାପି ତୁମେମାନେ ଶ୍ରୀମତ ଅନୁସାରେ ଚାଲୁଥାଅ। ତେବେ ବାବା ଆପେ ଆପେ ଠିକ୍ କରିଦେବେ। ଶ୍ରୀମତ ମଧ୍ୟ ଏହାଙ୍କ ଦ୍ୱାରା ହିଁ ମିଳିବ। ଏକଥା ସବୁବେଳେ ବୁଝିବା ଦରକାର ଯେ ଯଦି ଶ୍ରୀମତ ମିଳୁଛି ତେବେ ଯାହା ବି ହେଉ ବାବା ସେଥିପାଇଁ ଦାୟୀ ହେବେ। ଯଦି ବ୍ରହ୍ମାଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ ତେବେ ଶିବ ବାବା କହୁଛନ୍ତି ମୁଁ ଦାୟୀ। ଡ୍ରାମାରେ ଏହି ରହସ୍ୟ ନିର୍ଦ୍ଧାର୍ଯ୍ୟ ଅଛି। ଏହାଙ୍କର ଭୁଲକୁ ମଧ୍ୟ ବାବା ଠିକ୍ କରିଦେଇ ପାରିବେ। କାରଣ ଇଏ ମଧ୍ୟ ତୁମର ପିତା ଅଟନ୍ତି ନା? ବାପ ଦାଦା ଦୁଇ ଜଣ ଏକାଠି ଅଛନ୍ତି। ତେଣୁ କେହି କେହି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଜଣାପଡ଼ୁନାହିଁ ଯେ ଶିବ ବାବା କହୁଛନ୍ତି ନା ବ୍ରହ୍ମା କହୁଛନ୍ତି। ଯଦି ଭାବିବେ ଶିବ ବାବା ହିଁ ମତ ଦେଉଛନ୍ତି ତେବେ କେବେ ବି ହଲଚଲ ହେବେ ନାହିଁ। ଶିବ ବାବା ଯାହା ବୁଝାଉଛନ୍ତି ତାହା ଠିକ୍ ହିଁ ଅଟେ। ତୁମେମାନେ କହୁଛ, ବାବା ଆପଣ ହିଁ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି। ତେଣୁ ଶ୍ରୀମତ ଅନୁସାରେ ଚାଲିବା ଉଚିତ ନା? ବାବା ଯାହା କହୁଛନ୍ତି ସେହି ଅନୁସାରେ ଚାଲ। ସର୍ବଦା ମନେକର ଶିବ ବାବା କହୁଛନ୍ତି। ସେ ହେଲେ କଲ୍ୟାଣକାରୀ। ଏହାଙ୍କ ପାଇଁ ମଧ୍ୟ ବାବା ଉତ୍ତରଦାୟୀ ଅଟନ୍ତି। ସିଏ ତାଙ୍କର ରଥ ଅଟନ୍ତି ନା? ତୁମେମାନେ ଦ୍ୱନ୍ଦ୍ୱରେ କାହିଁକି ପଡ଼ୁଛ? କିଏ ଜାଣେ ଏହା ବ୍ରହ୍ମାଙ୍କର ମତ ନା ଶିବ ବାବାଙ୍କର? ତୁମେମାନେ ଏପରି କାହିଁକି ଭାବୁନାହ ଯେ ଶିବ ବାବା ହିଁ ବୁଝାଉଛନ୍ତି? ଶ୍ରୀମତ ଯାହା କହୁଛି ତାହା କରିଚାଲ। ଅନ୍ୟର ମତ ଅନୁସାରେ କାହିଁକି ଚାଲୁଛ? ଶ୍ରୀମତ ଅନୁସାରେ ଚାଲିଲେ କେବେ ଅଣନିଶ୍ୱାସୀ ହେବ ନାହିଁ, ଅର୍ଥାତ୍ ବିଘ୍ନର ବଶବର୍ତ୍ତୀ ହେବ ନାହିଁ। କିନ୍ତୁ ଶ୍ରୀମତ ଅନୁସାରେ ଚାଲିପାରୁନାହାନ୍ତି, ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାବା କହୁଛନ୍ତି ଯଦି ଶ୍ରୀମତ ଉପରେ ନିଶ୍ଚୟ ରଖିବ ତେବେ ସବୁ ଲାଭ କ୍ଷତିର ଦାୟୀ ମୁଁ ହେବି। ଯଦି ନିଶ୍ଚୟ ରଖିବ ନାହିଁ ତେବେ ମୁଁ ମଧ୍ୟ ଦାୟୀ ନୁହେଁ। ସବୁବେଳେ ଭାବ ଆମକୁ ଶ୍ରୀମତ ଉପରେ ଚାଲିବାର ଅଛି। ସିଏ ଯାହା କହିବେ, ଚାହେଁ ସ୍ନେହ କରନ୍ତୁ ଚାହେଁ ମାରନ୍ତୁ, ଏହି କଥା ପାଇଁ ମଧ୍ୟ ଗାୟନ ରହିଛି।
ଏଥିରେ ତ ଗୋଇଠା ଇତ୍ୟାଦି ମାରିବାର କିଛି କଥା ନାହିଁ। କିନ୍ତୁ ଏହି କଥାରେ ନିଶ୍ଚୟ ଆସିବା କାହାକୁ ବହୁତ ମୁସ୍କିଲ ହୋଇଯାଉଛି। ଯଦି ପୁରା ନିଶ୍ଚୟ ହୋଇଯିବ ତେବେ କର୍ମାତୀତ ଅବସ୍ଥା ହୋଇଯିବ। କିନ୍ତୁ ସେହିଭଳି ଅବସ୍ଥା ଆସିବାକୁ ମଧ୍ୟ ସମୟ ଦରକାର। ତାହା ଶେଷ ସମୟରେ ହେବ। ସେଥିପାଇଁ ଅଟଳ ନିଶ୍ଚୟ ଦରକାର। ଶିବ ବାବାଙ୍କ ଦ୍ୱାରା ତ କେବେ ବି କୌଣସି ଭୁଲ ହୋଇପାରିବ ନାହିଁ। ଏହାଙ୍କ ଦ୍ୱାରା ହୋଇପାରେ। ଏମାନେ ଦୁଇ ଜଣ ଏକାଠି ଅଛନ୍ତି। କିନ୍ତୁ ତୁମମାନଙ୍କୁ ନିଶ୍ଚୟ ମଧ୍ୟ ରଖିବାକୁ ହେବ। ଆମମାନଙ୍କୁ ଶିବ ବାବା ବୁଝାଉଛନ୍ତି। ତେଣୁ ତାକୁ ମାନି ଚାଲିବାକୁ ହେବ। ତେଣୁ ବାବାଙ୍କର ଶ୍ରୀମତ ମନେକରି ଚାଲୁଥାଅ। ତେବେ ଓଲଟା କଥା ମଧ୍ୟ ସିଧା ଅର୍ଥାତ୍ ଭୁଲ ମଧ୍ୟ ଠିକ୍ ହୋଇଯିବ। କେଉଁଠି କେଉଁଠି ଭୁଲ ବୁଝାମଣା ମଧ୍ୟ ହୋଇଯାଉଛି। ଶିବ ବାବା ଏବଂ ବ୍ରହ୍ମା ବାବାଙ୍କର ମୁରଲୀକୁ ମଧ୍ୟ ବହୁତ ଭଲ ଭାବରେ ବୁଝିବାକୁ ହେବ। ଶିବ ବାବା କୁହନ୍ତୁ ବା ବ୍ରହ୍ମା କୁହନ୍ତୁ, ଏମିତି ନୁହେଁ ଯେ ବ୍ରହ୍ମା ବାବା କିଛି ବି କହୁନାହାନ୍ତି, କିନ୍ତୁ ବାବା ବୁଝାଉଛନ୍ତି। ଆଚ୍ଛା, ତୁମେମାନେ ଭାବ ଯେ ଏହି ବ୍ରହ୍ମା କିଛି ଜାଣିନାହାନ୍ତି। ଶିବ ବାବା ହିଁ ସବୁ କିଛି ଶୁଣାଉଛନ୍ତି। ଶିବ ବାବାଙ୍କ ରଥକୁ ସ୍ନାନ କରାଉଛି, ଶିବ ବାବାଙ୍କର ରୋଷେଇ ଘରେ ସେବା କରୁଛି। ଏହି କଥା ସ୍ମୃତିରେ ରହିଲେ ମଧ୍ୟ ବହୁତ ଭଲ। ଯଦି ଶିବ ବାବାଙ୍କ ସ୍ମୃତିରେ ରହି କିଛି ବି କରିବ, ତେବେ ଅନେକଙ୍କ ଠାରୁ ତୀବ୍ର ବେଗରେ ଆଗକୁ ଯାଇପାରିବ। ମୁଖ୍ୟ କଥା ହେଲା ଶିବ ବାବାଙ୍କ ସହିତ ଯୋଗ ଲଗାଇବା। ପ୍ରଥମ କଥା ହେଲା ଅଲଫ ବା ବାବା ଏବଂ ବେ ବା ବର୍ଷା। ବାକି ହେଲା ବିସ୍ତାରର କଥା। ବାବା ଯାହା କିଛି ବୁଝାଉଛନ୍ତି ତାହା ଉପରେ ଧ୍ୟାନ ଦେବାକୁ ହେବ। ବାବା ହିଁ ପତିତ ପାବନ ଜ୍ଞାନର ସାଗର ଅଟନ୍ତି ନା? ସିଏ ହିଁ ଏଠାକୁ ଆସି ପତିତ ଶୂଦ୍ରମାନଙ୍କୁ ବ୍ରାହ୍ମଣ କରୁଛନ୍ତି। ବ୍ରାହ୍ମଣମାନଙ୍କୁ ହିଁ ପବିତ୍ର କରୁଛନ୍ତି, ଶୂଦ୍ରଙ୍କୁ ପାବନ କରୁନାହାନ୍ତି। ଏହି ସବୁ କଥା କୌଣସି ଭାଗବତ ଇତ୍ୟାଦିରେ ନାହିଁ। କିଛି କିଛି କଥା ଅଛି। ମନୁଷ୍ୟମାନଙ୍କୁ ତ ଏକଥା ମଧ୍ୟ ଜଣା ନାହିଁ ଯେ ରାଧାକୃଷ୍ଣ ହିଁ ଲକ୍ଷ୍ମୀ ନାରାୟଣ ହେଉଛନ୍ତି। ଏହି କଥାରେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଦେବତାମାନେ ତ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଅଟନ୍ତି। ଲକ୍ଷ୍ମୀ ନାରାୟଣଙ୍କର କୁଳ ଏବଂ ସୀତାରାମଙ୍କର କୁଳ। ବାବା କହୁଛନ୍ତି, ଭାରତବାସୀ ମିଠା ସନ୍ତାନମାନେ ମନେ ପକାଅ। ଏକଥା ତ ଲକ୍ଷ ଲକ୍ଷ ବର୍ଷର ନୁହେଁ, ଏହା ତ କାଲିର କଥା। ମୁଁ ତୁମମାନଙ୍କୁ ରାଜ୍ୟ ଦେଇଥିଲି, କେତେ ପ୍ରଚୁର ଧନ ଦୌଲତ ଦେଇଥିଲି, ସାରା ବିଶ୍ୱର ମାଲିକ କରିଥିଲି। ସେତେବେଳେ ଆଉ କୌଣସି ରାଷ୍ଟ୍ର ନଥିଲା। ପୁଣି ତୁମର କ'ଣ ହେଲା? ବିଦ୍ୱାନ ଆଚାର୍ଯ୍ୟ ପଣ୍ଡିତ କେହି ବି ଏହି ସବୁ କଥାକୁ ଜାଣିନାହାନ୍ତି। ବାବା କହୁଛନ୍ତି, ଆରେ ଭାରତବାସୀମାନେ ତୁମକୁ ରାଜ୍ୟ ଭାଗ୍ୟ ଦେଇଥିଲି ନା? ତୁମେମାନେ ମଧ୍ୟ କହିବ, ଶିବ ବାବା କହୁଛନ୍ତି, ତୁମକୁ ଏତେ ସବୁ ଧନ ଦେଇଥିଲି, ସେସବୁ କେଉଁଠି ହରାଇଲ? ବାବାଙ୍କର ବର୍ଷା କେତେ ଜବରଦସ୍ତ ଅଟେ। ପିତା ହିଁ ପଚାରିଥାନ୍ତି ନା? ଅଥବା ପିତା ଦେହତ୍ୟାଗ କଲା ପରେ ମିତ୍ର ସମ୍ବନ୍ଧୀମାନେ ପଚାରିଥାନ୍ତି, ତୁମର ପିତା ତୁମକୁ ଏତେ ଟଙ୍କା ପଇସା ଦେଇ ଯାଇଥିଲେ, ସେସବୁ କେଉଁଠି ହରାଇଲ? ଇଏ ତ ହେଲେ ବେହଦର ପିତା। ବାବା ତ କଉଡ଼ିରୁ ହୀରା ଭଳି କରିଥିଲେ, ଏତେ ରାଜଭାଗ୍ୟ ଦେଇଥିଲେ, ତେବେ ସେହି ଧନ ସବୁ କୁଆଡ଼େ ଗଲା? ତୁମେ କ'ଣ ଜବାବ ଦେବ? ଏକଥା କାହାର ବୁଦ୍ଧିରେ ମଧ୍ୟ ଆସୁନାହିଁ। ତୁମେମାନେ ଜାଣୁଛ ଯେ ବାବା ଠିକ୍ କଥା ପଚାରୁଛନ୍ତି। ଏତେ କାଙ୍ଗାଳ କିପରି ହେଲ? ପ୍ରଥମେ ସବୁ କିଛି ଶତପ୍ରଧାନ ଥିଲା, ପୁଣି ଯେତେବେଳେ କଳା କମି କମି ଗଲା, ସେତେବେଳେ ସବୁ କିଛି କମି କମି ଗଲା। ସତ୍ୟଯୁଗରେ ତ ଶତପ୍ରଧାନ ଥିଲ। ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ରାଧେ କୃଷ୍ଣଙ୍କ ଠାରୁ ଲକ୍ଷ୍ମୀ ନାରାୟଣଙ୍କର ନାମ ଅଧିକ ବିଖ୍ୟାତ। ତାଙ୍କର ଗ୍ଲାନି କେହି କରିନାହାନ୍ତି, ଆଉ ସମସ୍ତଙ୍କ ପାଇଁ ନିନ୍ଦାର କଥା ଲେଖିଛନ୍ତି। ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ କୌଣସି ଦୈତ୍ୟ ଆଦି ଥିବାର କହୁନାହାନ୍ତି। ତେବେ ଏହି ସବୁ କଥାକୁ ବୁଝିବା ଦରକାର। ବାବା ଜ୍ଞାନଧନରେ ତୁମମାନଙ୍କ ଝୁଲାମୁଣିକୁ ଭରୁଛନ୍ତି। ବାବା କହୁଛନ୍ତି, ପିଲାମାନେ, ଏହି ମାୟା ଠାରୁ ସାବଧାନ ରୁହ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସେନ୍ସିବୁଲ ଅର୍ଥାତ ଜ୍ଞାନୀ ହୋଇ ସଚ୍ଚା ଅର୍ଥାତ ପ୍ରକୃତ ଆତ୍ମିକ ସେବାରେ ଲାଗିଯିବାକୁ ହେବ। ସବୁ କଥା ପାଇଁ ଶିବ ବାବା ହିଁ ଦାୟୀ ଅଟନ୍ତି। ସେଥିପାଇଁ ଶ୍ରୀମତରେ କେବେ ବି ସଂଶୟ ଅର୍ଥାତ ସନ୍ଦେହ କରିବାର ନାହିଁ। ନିଶ୍ଚୟରେ ଅଟଳ ରହିବାର ଅଛି। 2 ନମ୍ବର। ବିଚାର ସାଗର ମନ୍ଥନ କରି ବାବା ବୁଝାଉଥିବା ପ୍ରତ୍ୟେକ ଜ୍ଞାନ ବିନ୍ଦୁ ଉପରେ ଧ୍ୟାନ ଦେବାକୁ ହେବ। ନିଜେ ଜ୍ଞାନକୁ ଧାରଣ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ଆଜିର ବରଦାନ। ନିଜର ଆଦି ଅନାଦି ରିଅଲ ରୂପକୁ ଅର୍ଥାତ ପ୍ରକୃତ ସ୍ୱରୂପକୁ ରିଅଲାଇଜ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଭବ। ନିଜର ଆଦି ଅନାଦି ରିଅଲ ରୂପକୁ ଅର୍ଥାତ ପ୍ରକୃତ ସ୍ୱରୂପକୁ ରିଅଲାଇଜ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଭବ। ଡିଟେଲ୍ସ। ଆତ୍ମାର ଅନାଦି ଏବଂ ଆଦି ଦୁଇଟି ଯାକର କାଳର ବାସ୍ତବିକ ସ୍ୱରୂପ ପବିତ୍ର ଅଟେ। ଅପବିତ୍ରତା ନକଲି ଅଟେ, ଯାହାକି ଶୂଦ୍ରମାନଙ୍କ ଠାରୁ ମିଳିଛି। ତେବେ ଶୂଦ୍ରମାନଙ୍କର ଜିନିଷ ବ୍ରାହ୍ମଣମାନେ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ କେବଳ ଏହି ସଂକଳ୍ପ କର ଯେ ଅନାଦି ଆଦି ବାସ୍ତବିକ ସ୍ୱରୂପରେ ମୁଁ ପବିତ୍ର ଆତ୍ମା ଅଟେ। ଯାହାକୁ ବି ଦେଖୁଛ ତାର ବାସ୍ତବିକ ସ୍ୱରୂପକୁ ଦେଖ, ବାସ୍ତବିକତାର ଅନୁଭୂତି କର। ତାହା ହେଲେ ସମ୍ପୂର୍ଣ୍ଣ ପବିତ୍ର ହୋଇ ଫାର୍ଷ୍ଟ କ୍ଲାସ ବା ଏୟାର କଣ୍ଡିସନ ଟିକେଟର ଅଧିକାରୀ ହୋଇପାରିବ। ଆଜିର ସ୍ଲୋଗାନ। ଯଦି ପରମାତ୍ମା ଆଶୀର୍ବାଦରେ ନିଜର ଅଣ୍ଟି ଭରପୁର ରଖିବ, ତେବେ ମାୟା ସମୀପକୁ ଆସିପାରିବ ନାହିଁ। ଯଦି ପରମାତ୍ମା ଆଶୀର୍ବାଦରେ ନିଜର ଅଣ୍ଟି ଭରପୁର ରଖିବ, ତେବେ ମାୟା ସମୀପକୁ ଆସିପାରିବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଅଧିକାଂଶ ପିଲା ଏବେ ଲୁହାର ଝଞ୍ଜିର ଗୁଡ଼ିକୁ ତ କାଟି ଦେଇଛନ୍ତି, କିନ୍ତୁ ବହୁତ ସୂକ୍ଷ୍ମ ଏବଂ ରାଜକୀୟ ସୂତାର ବନ୍ଧନ ଏବେ ବି ବାନ୍ଧି ରଖିଛି। କେତେକ ତ ନିଜକୁ ବହୁତ ଭଲ ବ୍ୟକ୍ତିତ୍ୱର ଅଧିକାରୀ ମନେ କରୁଛନ୍ତି। ନିଜ ଭିତରେ ସେଭଳି କୌଣସି ବିଶେଷତା ନଥିଲେ ମଧ୍ୟ ଏଭଳି ଅନୁଭବ ହେଉଛି ଯେ ମୁଁ ବହୁତ ଭଲ ଅଟେ, ମୁଁ ବହୁତ ଆଗକୁ ବଢ଼ୁଛି। ଏହିଭଳି ଜୀବନ ବନ୍ଧନର ସୂତା ଗୁଡ଼ିକ ବହୁତ ପିଲାଙ୍କ ପାଖରେ ଅଛି। ବାପ ଦାଦା ଏବେ ଏହିଭଳି ସୂତାର ବନ୍ଧନ ଠାରୁ ମଧ୍ୟ ମୁକ୍ତ ଜୀବନ ମୁକ୍ତ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି। ଓମ୍ ଶାନ୍ତି।